କେତେବେଳେ ତ ଅଫିସରେ ଛୁଟି ପକେଇ ଆମକୁ ଟିକେ ଟାଇମ ଦିଅ। କଣ ଡେଲି ଡେଲି ଅଫିସ ଯିବା କଣ ଜରୁରୀ? ବାପା ଆଜି ଅଫିସ ପ୍ଲିଜ। ବାପା ଆଜି ଅଫିସ ନ ଗଲେ ହବ ଯେ? ହଉ ଠିକ ଅଛି, ଆଜି ଦିନଟା ମୁଁ ଅଫିସ ଯିବିନି, ତମ ମାନଙ୍କ ସହିତ ଟାଇମ ସ୍ପେଣ୍ଡ କରିବି ହେଲା। ହଉ ଚାଲ। ଆଉ ଆଜି ସକାଳରେ ଖାଇବା କଣ ରୋଷେଇ କରିଛ? ଆରେ ଆଳୁ ଭଜାଟା କରିଦେଇଛି, ଆଉ ଖାଲି ରୁଟିଟା କରିକି ଦେବି। କଣ କହିଲ? ମୁଁ ଆଳୁ ଭଜାକୁ ରୁଟି ଖାଇବି? ଛି, ଆରେ ମୁଁ ଆଜି ଛୁଟିରେ ଅଛି, ଏ ଛୁଟିରେ ମୁଁ ଆଳୁ ଭଜାକୁ ରୁଟି ଖାଇବି ତମେ କହୁଛ? ସଜରେ ମୋ ପାଇଁ ପରଟା କର। ଦେବି, ଗଲୁ ଜଲ୍ଦି ଆଳୁ ଆଣିକି ଆସିବ। ଦେବି? ଏସବୁ ବହିରେ ସବୁ କଣ ଗାର ପଡିଛି? ଆରେ ଏସବୁ ବହି ପଇସା ଦେଇକି କିଣା ହଉଛି ନା ମାଗଣା କିଣା ହଉଛି? ମୁଁ ଘରେ ରହୁନି ବୋଲି ଏସବୁ ପାଲା ଚାଲିଛି, ମୋ ମୁଣ୍ଡ ଉପରେ ତାଣ୍ଡବ କରୁଛୁ ତାଣ୍ଡବ। ଶୁଣେ, ମୁଁ ଆଜି ଘରେ ଅଛି, ମୁଁ ଆଜି ପାଠ ପଢେଇବି। ଦେଖିଲ, ଖାଇଦେଲେ ଗିନାଟାକୁ ଫ୍ରିଜ ଉପରେ ପକେଇଦେଲେ। ଏ ଭଗବାନ, ଆରେ ଇଏ କେତେ ଅଳନ୍ଦୁ। ଦେଖିଲ, ଏଟା ଗୋଟେ ବୁଢୀ ବସା କଲାଣି। ଆରେ ଇଏ କଣ କରୁଛନ୍ତି? ଏତିକି ଟିକେ ସଫା ଫ୍ରିଜଟାକୁ ବି କରିପାରୁନାହାନ୍ତି। କହିଲେ କଣ ନା ଆମେ ସବୁବେଳେ ଖାଲି କାମ କରୁଛୁ। ମୁଁ ଯେତେବେଳେ ଫୋନ କଲା ବେଳକୁ କଣ କରୁଛ ନା ମୁଁ ଘର କାମ କରୁଛି। ଆରେ ଯଦି ଘର କାମ କରୁ ତାହେଲେ ଏତେ ଅଳନ୍ଦୁ ଏଇଠି ବୁଢିଆଣି ବସା କଣ କରୁ? ଖାଲି ଖାଇକି ଖାଲି ଗେମ୍ଫା ମାରି ଘରେ ବସିଛନ୍ତି, ଆଉ କଣଟା କରିବେ କି? ଯଦି କାମ କରୁଥାନ୍ତି ଏମିତି ହଉଥାନ୍ତା? ଓହୋ, ସବୁ କାମ ସରିଲା, ମଣିଷ ଟିକେ ଶାନ୍ତିରେ ଟିକେ ରେଷ୍ଟ ନବ। ଆରେ ଟିକେ ଶୁଣିଲ, ଆରେ ଗୋଟେ କପ୍ ଚା ଧରିକି ଆସିଲ। ଏ ମୁଣ୍ଡଟା କାଇଁ ଟିକେ ଟିକେ ବଥା ହଉଛି। ଆରେ ଯଦି ଚା ଟା ବନଉଛ, ଆରେ ବର୍ଷା ପାଗଟା, ତାହେଲେ ଯୋଉଠି ପକୁଡି ବନେଇ ଦିଅ। ମାମା, ବାବା ମୁଣ୍ଡ ଖରାପ ବସନ୍ତି। ବାବା ବିରକ୍ତ କରିଥିଲେ। ହଁ ପରା, ସକାଳ ପରେ ମୋ ମୁଣ୍ଡଟା ବି ଖରାପ କରିସାରିଲେଣି ତୋ ବାବା। ହଁ ପରା। ଏଇ ନିଅ ତମ ପ୍ୟାଣ୍ଟ, ଏଇ ନିଅ ତମ ସାର୍ଟ, ଏଇ ନିଅ ତମ ମୋବାଇଲ, ଏଇ ନିଅ ତମ ଗାଡି ଚାବି। ସିଧା ଅଫିସ ଚାଲ, ଯାଇକି ସନ୍ଧ୍ୟାକୁ ଆସିବ। ତମକୁ ଆଉ ସ୍ୱାମୀ ଭଳିଆ ଫିଲିଂସ ଆସୁନି, ଶାଶୁ ଭଳିଆ ଫିଲିଂସ ଆସୁଛି। ସକାଳୁ ପହରୁ ମୁଣ୍ଡଟା ଖରାପ କରିସାରିଲେଣି।